ପ୍ରତିଶୋଧ ବହ୍ନିରେ ଜର୍ଜରିତ ହୋଇ ଉଠେ ଲଙ୍କେଶ। ମନ୍ତ୍ରୀ ପ୍ରଶସ୍ତଙ୍କ ପ୍ରରୋଚନାରେ ରାବଣ ଯୁଦ୍ଧକୁ ପ୍ରେରଣ କରେ ବିଭୀଷଣ ପୁତ୍ର ତରୁଣୀକୁ। ଆଉ ତାପରେ তাণ্ডব মহাবাণ বলে বিদিত জানাব সে আসি অষ্টম যোগায় জীবন চক্র সাজে পুণ্য শশধর ইতি মর করাই রন্ধন পূজা বলে উঠাইছে কৈলাস পর্বত সত্য বলে লুটাইছে গিরিচন্নতা পুত্র যার মেঘনাদ মন্ত্রী যা প্রশস্ত 350 রানীর অপস্বরূপ পুষ্পক বিমানবর ইচ্ছা গতিশীল ଆଉ ମୋ ତ୍ରିପୁରାଧୀଶ୍ୱର ତୁମେ ପରି ଭାଷାଳଙ୍କ ପରି କାହିଁକି ହଉଛ ରାଣୀ? ପୁତ୍ର ଅକ୍ଷର ପ୍ରାଣ ବିୟୋଗ ତୁମ ମସ୍ତିଷ୍କକୁ ବିକୃତ କରିଦେଇଛି। ଅଜେ ଆଜି ଅବାନ୍ତର ପ୍ରଶ୍ନ କାହିଁକି? ଦୟାକରି ତାଙ୍କୁ ଫେରାଇ ଦିଅନ୍ତି। ସତୀ ନୁହେଁ ମହାରାଜ, ପ୍ରତ୍ୟାବର୍ତ୍ତନ ଲଙ୍କା ଧ୍ୱଂସ ମହାକାଳ ଫଳ ଭୁଲ ବୁଝିଛ ରାଣୀ। ଏ ତ ଲଙ୍କା ଧ୍ୱଂସର ଏମାନନ୍ଦ ତାପରେ ଦେଖିବା ପ୍ରଳୟର ଧ୍ୱଂସ ଲୀଳା। ଲଙ୍କାର ମଧ୍ୟରେ ହତ୍ୟାର ବିଭେଦ ମୃତ୍ୟୁର ନିର୍ନିମ ଲୁହ ଆଉ ଲହୁର ପ୍ଲାବନ ବ୍ରହ୍ମାଙ୍କ ବଂଶରେ ଜନ୍ମ ଗୁଣ ଶ୍ରେଷ୍ଠ ଜାତି ଶ୍ରେଷ୍ଠ ବ୍ରାହ୍ମଣ ଶ୍ରୀକାଳଦାସ ପଣ୍ଡିତ ତଥାପି ମତେ କେହି ବୁଝିପାରନ୍ତି ନାହିଁ ରାଣୀ। କାହିଁକି ଜାଣିଛ? କାହିଁକି ନା ମୁଁ ରାକ୍ଷସ ବ୍ରହ୍ମ ରାକ୍ଷସ ଅତ୍ୟାଚାର ମୋର କୃପାଳ ବ୍ୟଭିଚାର ମୋର ପ୍ରକୃତି ମିଥ୍ୟା ଆଉ ଅସତ୍ୟ ମୋ ସହଜ ତଥାପି ମୋ ହୃଦୟ ଗଙ୍ଗାଜଳ ଠାରୁ ଆହୁରି ଶୀତଳ ରାଣୀ। ମୁକ୍ତି ଚାହେଁ ମୁକ୍ତି କେବଳ ତଥାପି ତମେ ବୁଝିପାରିଲ ନାହିଁ ରାଣୀ। ଶତ ଶତ ସନ୍ତାନର ଜନନୀ ତୁମେ ଏକମାତ୍ର ପୁତ୍ର ଅକ୍ଷୟକୁ ବଳି ଦେଇ ତୁମେ ଅନବରତ ଅଶ୍ରୁବର୍ଷଣ କରୁଛ, ପ୍ରାଣୀ ସାରିଛ। ଏତେ ସ୍ନେହ ମମତାର ପରାକାଷ୍ଠ ଭିତରେ ତୁମେ ନିଜକୁ ତିଳ ତିଳ ଫଳ ଫଳ କରି ହଜେଇ ଦେଇଛ ରାଣୀ। ଥରେ ସ୍ଥିରକୁ ମନେ ପକେଇବା ପାଇଁ ଚେଷ୍ଟା ଏ ରାବଣର ଦିଗ୍ବିଜୟୀ ପୁଷ୍ପକ ବିମାନ ତଳେ କେତେ ଯେ ଅଶ୍ରୁପଗଳ ସତୀ ମାର ଶତ ଶତ ସନ୍ତାନର ଜୀବନ୍ତ ମୁକ୍ତ ପିଣ୍ଡ ପ୍ରାୟ ଲୋଟି ଯାଇଛି। এই রণহিংসা বিপস্তু রাবণের বিংশ ভুজরে এতে যে পিতা আর পুত্রଙ୍କର ମୁକ୍ତ ପିଣ୍ଡ ନିଶ୍ଚଳ ହୋଇଯାଇଛି। ଏତେ ଯେ ସାଲମ ମାର ମଥାକୁ ମୁଁ ପୋଛି ଦେଇଛି ତାର ଅନ୍ତ ନାହିଁ, ସେ ଅନନ୍ତ। ପ୍ରତ୍ୟେକ ମାର ହୃଦୟ ସମାନ। ସେଇ ମାତୃରୂପିଣୀ ଶକ୍ତି ରୂପିଣୀ ଜୟ ରୂପିଣୀ ସେଇ ମା ମାନଙ୍କର ତପ୍ତ ଅସ୍ଫୁର ପ୍ରଜ୍ୱଳିତ ସ୍ଫୁଲିଙ୍ଗ ମତେ କେତେବେଳେ ହେଲେ କ୍ଷମା କରିବ ନାହିଁ ରାଣୀ, ମତେ କେତେବେଳେ ହେଲେ କ୍ଷମା କରିବ ନାହିଁ। କାରଣ ମୁଁ ମୁକ୍ତି ଚାହେଁ, ମୁକ୍ତି କେବଳ
ସେଇଥିପାଇଁ ତ ସୀତାହରଣ, ସେଇଥିପାଇଁ ତ ଏଇ ଷଡ଼ଯନ୍ତ୍ର ଆଉ ଏ ମୁକ୍ତି ମନ୍ତ୍ରର ଉତ୍ସ। ভুবন মোহন ভব ভয় বন্দন দান জনারি শ্যামল নবঘন দশরথ নন্দন জানকী মানস ভুবন মোহন মূল্য ଆଉ ଆଲୋକର ଉଜାଡ଼। এই তো ମୋ ତରଣୀର ପ୍ରଚୁର ମାନ। ଆଉ ରାଣୀ ତରଣୀ ଏବଂ ଆଗମନୀ ପୂର୍ଣ୍ଣ ବ୍ରହ୍ମର ଉପାସକ ତରଣୀ। ভুবন মোহন ভব ভয় বন্দন দান জনারি শ্যামল নবঘন দশরথ নন্দন জানকী মানস ভুবন মোহন ভুবন মোহন ବନ୍ଦ କଲୁ କାହିଁକି ପାଗଳା? ଡାକ, କଣ୍ଠ ବଟାଇ ଡାକ। ଘୋର କରୁଣାର ଉଚ୍ଛଗାରେ ଦିବ ପବନ ପ୍ରକମ୍ପିତ ହୋଇ ଅନନ୍ତ ଆକାଶର ବକ୍ଷଭେଦ କରି ପଞ୍ଚବଟୀର ପଞ୍ଚକୁଟୀର କମ୍ପି ଉଠୁଛି। ଆମ ପଞ୍ଚଭୂଷଣ କେବେ ତାଙ୍କୁ ଦର୍ଶନ କରିବି। ବନ ଫୁଲର ସୁନ୍ଦର ହାରଟେ ଗୁନ୍ଥି ତାଙ୍କରି ମୁଣ୍ଡରେ ସଜେଇ ଦେବି। ମୋ ବଡ଼ବାପା ସେ ଶୁଭ ଦିନ କେବେ ଆସିବ? ଆସିବେ ତରୁଣୀ, ସେ ଶୁଭ ଦିନ ନିଶ୍ଚୟ ଆସିବ। ଯେଉଁଦିନ ତାଙ୍କର କଠୋର ହୃଦୟକୁ ତୁଷାର ଭଳି ତରଳେଇ ଦେଇପାରିବୁ, ଯେଉଁଦିନ ଆକାଶ ଥିବ ମେଘାଚ୍ଛନ୍ନ, ହତାଶ ଥିବ ସ୍ରୋତହୀନ, ଆଉ ସମୁଦ୍ରର ଉର୍ମି ଥିବ ନିଶ୍ଚୟ, ସେଦିନ ସେ ଅବଶ୍ୟ ଆସିବ। ମୁଁ ସେଇଦିନକୁ ଅପେକ୍ଷା କରିବି ବଡ଼ବାପା। ସୁନ୍ଦର ହାରିଟେ ମା ଠାରୁ ଗୀତ ଶିଖିଛି, ତାଙ୍କ ନିକଟରେ ବସି ସବୁ ଶୁଣାଇବି। ମୁଁ ଏଥର ଆସିଛି ବଡ଼ବାପା। খোঁজে নিশিদিন প্রিয় দর্শন ভক্ত সাগর অভয় চরণ জয় মীরা রাজীব লোচন হে প্রিয়া নাম মন তপন করুণা সাগর লীলকি পথর বলছি তোমার ঝুরি ঝুরি ভুবন মোহন ভবভয় କିଏ କହେ ରାବଣ ଅଭିଶପ, କିଏ କହେ ମୁଁ ପାପୀ ଅତ୍ୟାଚାରୀ ସତ୍ୟ। ହେ ରାମ ନିରଜ ବଦନ ନଳିନୀ ନେତ୍ର ତୁମରି ନାମ ମହାମନ୍ତ୍ରରେ ହରେ ମାତ୍ର କରି ଯାଅ ପୁଣ୍ୟସ୍ତର ପ୍ରତିଷ୍ଠା ହଉ। हे संधन सहाय, हे भक्तर भगवान, दानर करुणा खुली सुविधा बचाड़ आदि धर्मानुष्ठेय हिंसात्मक खंड केवल मोर मुक्ति। आहो हिंसात्मक खंड केवल मोर मुक्ति परिष्कार। ଅଥବାରି ଠିକ ଲକ୍ଷ୍ୟ ସ୍ଥାନରେ ପ୍ରବେଶ କରିଛି।
এই তো তোরা অনেক পরে কুত্তা তোরা বলে এক শিকার মর ছুটে চালিয়েছি আমি যা দেখো যা কি বলবো তাকে সরসন্ধান রক্তাক্ত করছি আস্তে আস্তে প্রাণ দিয়া যদি ଟିକେ ଏପଟ ସେପଟ ହୋଇଯିବ ନା ଆମ ଦୁଇ ଜଣଙ୍କର ଦଫା ଏକଦମ ଗୁରୁ ଘଣ୍ଟା ନା କିଏ ଘଣ୍ଟାଟି ଚିନ୍ତା କର ନା ଅଜା ଏତେ ବ୍ୟର୍ଥ ଲକ୍ଷ୍ୟ ମୋର ନୁହେଁ ଅଭ୍ୟସ୍ତ ହତର ଠିକ ଲକ୍ଷ୍ୟ ମାନେ କରିଛି ଆସ ଅଜା ବନ ପଟେ ତାରି ସନ୍ଧାନ କରିବା ଆସ ଚଞ୍ଚଳ ଛାଡ଼ିଦେଲେ କୁଆଡେ ଉଡିଯିବ ଯେ କହିପାରିବ ବାଳିକା ମୋର ତୀରବତୀ କନ୍ୟା ତମ ଭକ୍ତି ଗଛରେ ରହିଛି ନା ଦେ ମୁଁ ଆସୁଛି ଶୁଣନ୍ତୁ ଆଦେଶ ନା ପ୍ରାର୍ଥନା କହିପାରନ୍ତି ବିଳମ୍ବ କେନ୍ଦ୍ର ଆସ ଆପଣଙ୍କ ପରିଚୟ ମୋର ପରିଚୟ ଦେବେ ଖୁସି ହେଇପାରିବନି ବାଳିକା ନିର୍ବାସିତ ପିତାର ଅଭାଗା ସନ୍ତାନ ନାମ ମୋର ତରୁଣୀ ଏ ସାଗର ପରିବେଷ୍ଟିତ ଲଙ୍କା ନଗରେ ବାସସ୍ଥାନ ମୋର তুমি অপরাধ করেছ পরদেশী তুমি অপরাধী অপরাধীর অপরাধ নাতিয়া আরে এ নাতিয়া তু তো এটি ভাল নবরঙ্গ লগাইছু নাই নাই ভাল নবরঙ্গ লগাইছু তো এটি যাক জমকরে লগাইছু ମୁଁ ସିଆଡେ ମତେ ଖୋଜି ଖୋଜି ମୋର ପୈତୃକ ପ୍ରାଣର ପିଣ୍ଡଟି ଚାଲିଯିବା ଉପରେ ଆଉ ତୁ ଏଠି ଜଲ୍ଦି ସହଳ ସହଳ ଘରକୁ ଫେରିଯିବା ଆରେ ସିଆଡେ କଣ ଅନେଇଛୁ ରାତି ହେଲେ ବା ମୋ ବିଲକୁଲ ଦେଖାଯିବନି ମତେ ସିଆଡେ କଣ ଅନେଇଛୁ ବାହା ହବୁ ତ କହୁନୁ ଆ ଯିବା জাগরিত এই মধুবরা মধুর সন্ধ্যারে ছিল্লি সংসারিত ভরা বেপত কম্পনে মোদিনে মদ মত্তা গোলাপী ওঠর বহুরি মিশরে দেখিছিলি অভূতন্তা পরিতার মদন বল্ল যাহার যাহার মিশা ভৃগু অপাঙ্গ লোচন গুরু গুঞ্জন ছুটাই বার বার করুণা মধুর সন্ধান সে সীতা সীতা নুহে সে ভ্রমর বিনাশ বিনাশের বিদ্যুৎ কটাক্ষে বন্ধু বান্ধব হরাই কামনা রশ্মি এবে মোর নেত্রে নাচুছি সীতা আরে দেখছেন তেজটাকে জানা সন্দেশ মোহর আমি লম্বে অশোক বলে হেবি উপনীত যাও সীতা
सीता सीता ओ सीते सुनना ଏବେ କହିଲି କହ सीता सीता राम तेरा तेरा थोड़ा प्राणी के ना मतलब अंदर डॉक्टर लगा मुंह सबकी रावणा मथुराई लगता सीता पकड़ मारे मुंह सबकी सीता तो कितने जोटा जोटा अब तो बेटी बात सुना बोले एक बेटी बात की तो देखी मेरा को काहे के तो हम तो सौजनी सीता बिना राम के तो सफल होई दे तेरे सिरा की कोनरे रही सीताया तो कोतनरे राम नाम शांति बाणी सुनी विलप्त प्राण मोर रही बोली छे सखी काहे के तो उदित चंद्रमा चंद्रमा सीता ଆଉ କେତେ ଦିନ ତାପସର କରିବା ଅପେକ୍ଷା ବିଦୁରାଚ କରି ସମ ନେତ୍ର ଢାଳି ଅଶ୍ରୁ ସହିଯିବ ନିଷ୍ଠୁର କୁଭାର ଆଭାର ଅଗ୍ନି ଅନତି ଦୂରରେ ଦ୍ରୁତ କୁମେ କେତେ ଦିନ ରହିବ ନିଶ୍ଚଳେ ବକ୍ର କୁସ୍ତି ବାମେ ଢାଳି ଚାହତରେ ଧନି ତବ ପ୍ରେମ ପିପାସ ଜଳନେ ସର୍ଭୁ ମନ୍ଦାକିନୀ ଅଛନ୍ତି ଧରି पान करी सती कलत्तक गंडे बोली दियो अविरर रेणु रुदु हसी रोटी जाओ रावण अंक एड़ा नेत्रे हाणी दई कटाक्ष चुरिका कठिन प्रस्तर बच्चे टाणी दियो प्रेम पुण्य साणिका निक्षर सीता ଅଥତା ରମଣୀ ରାମ ଉପଦେଶ ରାବଣକୁ ଶୁଣଉଛୁ ରେ ମୁଡ଼ା ସୁବାଣର ଉପଲକ୍ଷ୍ୟ ଦେଉଛୁ ମତେ କର୍ମ ଘେନି ଭୋଗ କର ଉପଯୁକ୍ତ ଶକ୍ତି ଯେବେ ରାମ ପଦ ଛାଡି ନ ଭଜିବୁ ପଦେ ସନ୍ଦିନୀ ଜୀବନ କାଟିବୁ ଅଶୋକ କାନ ତ୍ରିଜଟ तथा क्या महाराज आज्ञा करे जेबे अमाज्ञाକୁ ମୋହର कठोर शास्ति देव ए बंदिनी तथा क्या महाराज चलो सीता ତମରେ ଦାବିନି ଆସି ଅନ୍ଧକାର ବେଶୀ ଦେଇ ଗଲାଣି ବାବୁନି ସାଇ ସାଇ ରିସା ଭର୍ତ୍ତି ଦେନାନି ସେ ଅଦୃଷ୍ଟ ସଂକେତ କାଇ ନଏ ନ ଆସେ ଫରକ କିମ୍ବା ତରଣୀ ମୋହର ମାଲୋ ମା ଜଗତ ଜନନୀ ସର୍ବ ସାହା ଦୁର୍ଗା ଦୁର୍ଗତି ଧରିନି ଦୟାମୟୀ ଘେନ ବିନତି ମମ ପୁତ୍ର ତରଣୀକୁ ତମ ଖଣ୍ଡା କର୍ପର ଧାରରେ ପରିଣ ବିନତି ଅଭୟ କରୁଣା ଢାକି ଆଣବ ଫେରାଇ ସେ ବିବାହ ଶୁଣିବ ନାହିଁ ମା ଅଥର ଦେହରେ ମୁଣ୍ଡ ପିଟି କେହି କେବେ ତାକୁ ଭାଙ୍ଗି ପାରିନି ଆଉ ତମେ ମଧ୍ୟ କରିବ ନାହିଁ ପ୍ରଣାମ ସନମା ପୁତ୍ର ଇନ୍ଦ୍ରଜିତ ମମ ପୁତ୍ର ତରଣୀକୁ ଦେଖିଛୁ ରେ ଧନ କାହିଁ ଯା ତ ସନମା ପ୍ରଭାତର ଅତିଥିର ଶିକାରକୁ ଯିବା ପାଇଁ ଆଦେଶ ରହୁଛନ୍ତି ସନ୍ଧ୍ୟା ପୂର୍ବ ଫେରି ଆସେ ପ୍ରତି ଦିବସରେ
ହେଲେ ଆଜି କିମ୍ବା ହୋଇଲା ବିଳମ୍ବ ଯାଏ କୋଉଠୁ ଖେଳୁଥିବ ମୋର ରଙ୍କନିଧି। ରଙ୍କନିଧି ଏ ରକ୍ଷଙ୍କର ଯଜ୍ଞରେ ତ ସେ ରଙ୍କନିଧିକୁ ଦିନେ ନା ଦିନ ଆହୁତି ଦେବାକୁ ପଡିବ ମା। ଦିନେ ନା ଦିନ ଆହୁତି ଦେବାକୁ ପଡିବ। ଦିନେ ନା ଦିନ ଆହୁତି ଦେବାକୁ ପଡିବ। বন্ধুগণ, মাতৃভূমি মা যে মোর দুর্যোগ পীড়িত, অজাত শত্রুর ভার ভার আক্রমণরে কল্যাণময়ী জননী আজ মোর অশ্রুবি মণ্ডিত। চির সবিজ সমুলা উন্নত বি করিয়াছি, আও আও আমি তার সুযোগ্য সন্তান। কিপরি শত্রু আঘাত সহিবা নীরবে, কুহ বন্ধু জবাব দিও, জবাব দিও। যেও মা আমাকে শক্তি দেই তোଳିଛି, যেও মা ଆମକୁ ମୃତ୍ୟୁ ସଞ୍ଜୀବନୀ ଦେଇ ଜୀବିତ ରଖିଛି, ସେଇ ମାର ଯୁଗଳ ଚରଣ ଧୋଇଦେବା ନୁହେଁ କି ଆମ କର୍ତ୍ତବ୍ୟ? ନିଶ୍ଚୟ ମହାରାଜ। ବାବା, ଲଙ୍କା ରାଜଲକ୍ଷ୍ମୀ ବୀର ସନ୍ତାନର ଜନନୀ ହୋଇପାରେ ନା। ସେ ବୀରାଙ୍ଗନ ତୋର ଶବ କମରେ ବିକ୍ରମ କେଶରୀ ଦେଖି ପାରିବୁନି ଲୁହ ମାନ ନୟନେ। ଆଦେଶ ଦିଅ ବାବା, ଆଉ ଥରେ ବାଜି ଉଠ ତମର ନଗର, ତମ କେଉଠୁ ଜନ୍ମ ଆଣି ଚତୁର୍ବାଣ ମିଶନରେ ଦେଶ ପ୍ରେମୀ ମାନଙ୍କର ଦେଖନ୍ତ ପ୍ରଦୀପ୍ତ। ମହାରାଜଙ୍କର ଜୟ। ଆପଣ ରାଜା, ଅନ୍ନଦାତା, ମାନ ମହତ୍ଵ ଆଉ ବାକ୍ବ ମାତ୍ରକାର ଗାରିମା, ଜାତିର ଅହମିକା, ଛାତିରୁ କଲିଜା ଚିରିଛି ଆମ ଶିରା ପୁଷ୍ଣରେ ବହିଛି ତାଜା ରକ୍ତର ସ୍ରୋତ। ସେଇ ରକ୍ତରେ ତାରି ପୂଜା କରିପାରିଲେ ଅର୍ଚ୍ଚନା, ସେଇ ହେବ ଆମ ପକ୍ଷେ ପରମ ସୌଭାଗ୍ୟ। ଏବଂ ଦୁର୍ଲଭ ପୁଷ୍ପ ସୁଗନ୍ଧିକା, ସେ ଆସି ଆମ ଶିରା ପୁଷ୍ପାଞ୍ଜଳି। ସାବାସ୍, ତୀକ୍ଷ୍ଣ ତୁମର ଦୂରଦୃଷ୍ଟି, ଅତି ପ୍ରାଞ୍ଜଳ ତୁମର ବାକ୍ୟ। ଦେଶ ପ୍ରେମ ରାଜଭକ୍ତି ରାବଣ ଦରବାରରେ ବୋଧ ହୁଏ ଶୁଣିବା ପ୍ରଥମ। କିଏ କିଏ ତୁମେ ଦୀପ୍ତିମନ୍ତ, କଣ ବା ତୁମ ପରିଚୟ? କାହିଁକି କାହିଁକି ମହାରାଜ? ଏ ଅଧୀନ ପ୍ରତି ଆପଣଙ୍କର ହୃଦୟର ନିର୍ଭୁଜପଣ ଯୋଉ ମମତା ପ୍ରିୟକ ମୁଣ୍ଡ ଟିକେ ଉଠିଛି, ପରିଚୟ ପାଇବା ମାତ୍ରେ ସେଇଟା ହୁଏତ ଭୟଙ୍କର ବିଷାକ୍ତ। ତଥାପି ତୁମର ବୀରତ୍ୱର ସମ୍ମାନ ନିମିତ୍ତ ତୁମର ପରିଚୟ ନିହାତି ଅପରିହାର୍ଯ୍ୟ ଯୁବକ। ଏ ପରିଚୟ ମୋଠାରୁ ଶୁଣନ୍ତୁ ମହାରାଜ। ଏ ହଉଛି ଆପଣଙ୍କ ଭାତୃପୁତ୍ର ବିଭୀଷଣଙ୍କ ସନ୍ତାନ, ନାମ ହେବ କରଣୀ। କରଣୀ? ପ୍ରଣାମ ବଡ଼ ବାପା। আবিলতা অন্তর অনাবিল ভক্তর এই বিশ্ব নিয়ন্তা, এই কল্যাণ কর্তা, এই তো তোমার লীলা প্রভু। পিতা রাজদ্রোহী পলাতক কৃতজ্ঞ কুলাঙ্গার, পুত্র রাজভক্ত। এতে সরল ଆଉ ସହଜ ଭାବରେ ସମାଧାନ କରନ୍ତୁ ନାହିଁ ମହାରାଜ। ରାଜନୀତି ଉପକାଷ୍ଟ ଭୁଲ ମାରାତ୍ମକ। ଏଇ ଯେ ମଣିଷ ମଣିଷକୁ ଭାଙ୍ଗି ଯାଇପାରେ, କିନ୍ତୁ ଆପଣ ରକ୍ତକୁ ନୁହେଁ। তুমি କଣ କହିବାକୁ ଚାହବ ଆମନ୍ତ୍ରେ? ଯେ ଆପଣଙ୍କ ବିରୁଦ୍ଧରେ ତରବାରୀ ଉତ୍ତୋଳନ କରି ଶତ୍ରୁ ପଦାନତ ହୋଇଛି, ତାର ରକ୍ତରେ ଜନ୍ମିତ ସନ୍ତାନ ଆପଣ ତ ପ୍ରିୟଭାଜନ ହୋଇପାରେନି ତ ମହାରାଜ। ବୃକ୍ଷ ମୂଳ ଦଳାଳି ମୂଳ କାଟିବାର ଏକ ଅଭିନବ ପନ୍ଥା ହୁଏତ। রাজদণ্ড দরবারে সমস্তଙ୍କ ପାଇଁ ସମାନ। ରାଜପୁତ୍ରର ଯୋଉ ଅଧିକାର ରହିଛି, ଜଣେ ଦାସୀ ପୁତ୍ରର ମଧ୍ୟ ସେହି ଅଧିକାର। ଉଭୟଙ୍କ ପାଇଁ ସମାନ ମାପକାଠି, ସମାନ ମାପଦଣ୍ଡ। ତେଣୁ ମୁଁ ପରୀକ୍ଷା କରିବାକୁ ଚାହେଁ, ଯେଉଁ
দেশদ্রোহী কুলাঙ্গার কৃতজ্ঞ বিভীষণ রক্তরে সংক্রমিত হয়েছে, সেই রক্ত তার পুত্র ধমনীরে সংক্রমিত হয়েছে না। চুপ করো। মহারাজ, কিন্তু ଆପଣଙ୍କର ଅନ୍ନଦାତା ଜ୍ଞାନଦାତା ଆଉ ମାତୃଭୂମି ପ୍ରତିନିଧି ଉପରେ ମୁଁ ଆପଣଙ୍କୁ ପୂଜା କରେ, ତେଣୁ ଦେଖାଇବା ପାଇଁ ଚାହେଁ ଦାତା ଠାରୁ ଉନ୍ମୁକ୍ତ ହେବା ପାଇଁ ମୁଁ ଉପଯୁକ୍ତ ଶକ୍ତି ସଞ୍ଚୟ କରିପାରିଛି କି ନା। সাবাস। আরে কে হচ্ছে? এই নিয়ে তরবারি সৈন্য যুদ্ধ পরীক্ষা পাই প্রস্তুত। ইন্দ্রজিৎ চলা তোর সারিত কৃপাণ তাজা লক্করে বহাইতে লটপট হয়ে উঠবে রাজদরবার। বাবানুহরে মুগ্ধ রাজা দরবারে রাজাঙ্কর আদেশ পালন করিবাকে তুমি বাধ্য। ଦୁଃଖ କରନା ବଡ ଭାଇ, ତୁମେ ମାନି ନିଅ ତମ ରାଜାଙ୍କ ଆଦେଶ, ଆଉ ମୁଁ ମାନି ନେଉଛି ମୋର ଅନ୍ନଦାତାଙ୍କ ରାଜ୍ୟ। ବଡ ଦରବାରୀ, ହୁଏତ ତୁମରି କୁଶମୁକ୍ତ କର୍ପଣ ରକ୍ତ ରଞ୍ଜିତ ହେଉଛୁ ମୋର ଛାତି ରକ୍ତରେ, ନଚେତ୍ ମୋ ହସିଆ ମୁନରେ ତୁମରି ରକ୍ତରେ ଭିଜଉ ମାତୃଭୂମି ପ୍ରତି ଧୂଳିକଣା। ଯଥେଷ୍ଟ। উত্তর নাহি, সেই হবে মোর পরম সৌভাগ্য। মোর অস্থি মাংস মজা উদির ধারণে মাতৃভূমি বক্র হইপারে যেবে সমতল, তেবে সেই হবে মোর শির স্বর্গায় আসিব। যথেষ্ট। অপেক্ষা করতো, অপেক্ষা করতো মহারাজ, এখন তো বিঘ্ন মাত্র হইতে ମୁଁ ସହ୍ୟ କରିପାରିବି ନାହିଁ। ଗୋଟିଏ ବଂଶର ଦୁଇଟି ପୁତ୍ର ମାନଙ୍କ ଭିତରେ ଚାଲିଥିବା ଏ ବିବାଦ ଅନୁଗ୍ରହ ବିରୋଧରେ। ଆରେ ରହିଯାଅ, ରହିଯାଅ, ରହିଯାଅ। বড় ভাই, ମୁଁ ভুল করছি বড় ভাই, মতে ক্ষমা দিও বড় ভাই, মতে ক্ষমা দিও। क्षमा तो स्वर्गीय भाई इंद्रजित कौन क्षमा दब समाधान अंतर हस्त स्नेह ଆଉ ଜନ୍ମ ଭୂମି ରହି ଧଳି ମାଟି ଯୁଗେ ଯୁଗେ କରିଥିବ ସଂସ୍କାର ଅକ୍ଷର ସଙ୍ଗୀତ ମିଳିଲ ଶସ୍ୟ ଭୂମା মনে রাখুন মহারাজ, যে ভীরু সে অন্য রাষ্ট্রকে, ସେହିପରି ଆପଣ ଯୋଉ ନାରୀ ହରଣ କରି ଅକ୍ଷମର ଅପରାଧକୁ ବନ ଫୁଲର ଜୟମାଲ୍ୟ କରି କଣ୍ଠ ତଳେ ଝୁଲେଇଛନ୍ତି। ଏଇ ଜୟମାଲ୍ୟ ଦିନେ ଦିନେ ବିଷଧର ଭୁଜଙ୍ଗ ଏଇ ଫେଣାଟିକୁ ଥିବ, ଆଉ ତାରି ବିଷାକ୍ତ ଚୋଟରେ ଆପଣ କରିବାକୁ ଆସିଛ। ତଥାପି ଆପଣ କୃତ୍ୟ ଦାତା ହିସାବରେ ନମସ୍ୟ କୃତ୍ୟ ଭାବରେ ଆପଣଙ୍କର ଆଜ୍ଞା ପାଳିବା ପରି ଧର୍ମ। ପିତା ଧର୍ମ ପିତା ସତ୍ୟ ହେଲେ ସୁଦ୍ଧା ଜଣେ ଜନ୍ମଭୂମିରେ ସର୍ବଦା କରିଅଛି ମାର ମହତ୍ୱ ରକ୍ଷା ପାଇଁ ଆଉ ଆପଣଙ୍କ ଉନ୍ମୁକ୍ତ ହେବା ପାଇଁ ଯେକୌଣସି ମୁହୂର୍ତ୍ତରେ ଚାହିଁବେ ମୁଁ ପରୀକ୍ଷା ଦେବା ପ୍ରସ୍ତୁତ ମହାରାଜ। ଏବେ ମୁଁ ଆସୁଛି ମହାରାଜ। କଲ୍ୟାଣୀ କେଉଁ ମୁହୂର୍ତ୍ତରେ ନୁହେଁ, ଏହି ମୁହୂର୍ତ୍ତ। ମତେ କଣ କରିବାକୁ ମହାରାଜ? ଯୁଦ୍ଧ ଯୁଦ୍ଧ ବୁଝିବାକୁ ହେବ। ପାରିବି ମହାରାଜ, ଦରକାର ହେଲେ କୌଣସି କାଟି ମଧ୍ୟ ଆପଣଙ୍କର ଆଦେଶ ରକ୍ଷା କରିପାରିବି। ହେଲୁଛି ବିଦାୟ। କେଉଁ ମୁହୂର୍ତ୍ତରେ ନୁହେଁ, ଏହି ମୁହୂର୍ତ୍ତ। ଯଥାଦେଶ ମହାରାଜ।
অপেক্ষা কর, অপেক্ষা কর এবং শোনো। এই ঘন্টা ভিতরକୁ ମୁଁ ମୋର ଭାବକୁ ବୁଝେଇବି। କେବେ ଭାବରେ ତମେ ଯେତେବେଳେ ଆଉ ପାଣି ମାରି ବୋଲା ଭଲ୍ଲାମିବି ଚିତ୍କାର କରି ଉଠିବେ।